ସଫଳତା ଆପଣଙ୍କ ପାଖରୁ ଏଇ 8ଟି ଜିନିଷ ମାଗେ। ଯଦି ଏଇ 8ଟି ଜିନିଷ ଆପଣ ଦେଇଦେଲେ ତାହେଲେ ଆପଣ ନିଶ୍ଚିତ ସଫଳ ହେବେ, ଏଥିରେ ସନ୍ଦେହ ନାହିଁ। ମୁଁ 8ଟି ଜିନିଷ କହୁଛି, ଧ୍ୟାନପୂର୍ବକ ଶୁଣନ୍ତୁ ଏବଂ କାମରେ ଲଗାନ୍ତୁ। ପ୍ରଥମଟି ହେଲା ହାର୍ଡୱାର୍କ। ଆପଣ ନିଜର ପାରୁ ପର୍ଯ୍ୟନ୍ତ କଠିନ ପରିଶ୍ରମ କରନ୍ତୁ। କୌଣସି ସର୍ଟକଟ୍ ରାସ୍ତା ନାହିଁ। ଭାଗ୍ୟବାଦୀ ହୋଇ କେବେ ସଫଳ ହୋଇ ହୁଏ ନାହିଁ। ତେଣୁ ପରିଶ୍ରମ କରନ୍ତୁ। ଦ୍ୱିତୀୟ ଜିନିଷଟି ହେଲା ପେସେନ୍ସ ଅର୍ଥାତ୍ ଧୈର୍ଯ୍ୟ। ଆପଣ ଧୈର୍ଯ୍ୟବାନ ହୁଅନ୍ତୁ। ଧୈର୍ଯ୍ୟହରା ହୋଇ ଅଧାରୁ ଯୁଦ୍ଧଭୂମି ଛାଡ଼ିଦେଲେ ଯୁଦ୍ଧ ଜିତି ହୁଏ ନାହିଁ। ତେଣୁ ଆପଣ ନିଜ କାମକୁ ଧୈର୍ଯ୍ୟହରା ହୋଇ କରିଚାଲନ୍ତୁ, ଅଧାରୁ ଛାଡ଼ନ୍ତୁ ନାହିଁ। ତୃତୀୟଟି ହେଲା ସାକ୍ରିଫାଇସ୍। ସଫଳତା ଆପଣଙ୍କ ଠାରୁ ତ୍ୟାଗ ଚାହେଁ। ଆପଣ ତ୍ୟାଗ ନ କଲେ ଆପଣ ସଫଳତାକୁ ମଧ୍ୟ ହରାଇ ବସିବେ। ଆପଣଙ୍କୁ ଆପଣଙ୍କ ଖରାପ ଆଦତ ମାନଙ୍କୁ ଛାଡ଼ିବାକୁ ପଡ଼ିବ ଏବଂ କିଛି ଭଲ ଆଦତକୁ ଗ୍ରହଣ କରିବାକୁ ପଡ଼ିବ। ତେବେ ଯାଇ ଆପଣ ଚତୁର୍ଥଟି ହେଲା କନସିଷ୍ଟେନ୍ସି ଅର୍ଥାତ୍ ନିରନ୍ତରତା। ଯାହା କରୁଛନ୍ତି ଭଲ ରକମ କରନ୍ତୁ, ନିରନ୍ତର ଭାବେ କରନ୍ତୁ, ରେଗୁଲାରଲି କରନ୍ତୁ, ଅଧାରୁ ବନ୍ଦ କରନ୍ତୁ ନାହିଁ। ଦେଖିବେ ଆପଣ ହିଁ ସଫଳ ହେବେ। ପଞ୍ଚମଟି ହେଲା ଡିସିପ୍ଲିନ୍। ଡିସିପ୍ଲିନ୍ ଆପଣ କ'ଣ କରେ? ଗ୍ରୋ କରାଏ। ତେଣୁ ଆପଣ ଡିସିପ୍ଲିନ୍ ଉପରେ ଧ୍ୟାନ ଦିଅ। ଷଷ୍ଠଟି ହେଲା ସେଲ୍ଫ କନଫିଡେନ୍ସ। ଆପଣ ଆତ୍ମବିଶ୍ୱାସୀ ବନନ୍ତୁ। ମୁଁ ନିଶ୍ଚିତ ଭାବରେ କାମ କରିପାରିବି, ଏ ପ୍ରକାର ଧାରଣା ଆପଣଙ୍କ ମନ ଭିତରେ ଜନ୍ମିବା କଥା। ଯଦି ଆପଣ ଆତ୍ମବିଶ୍ୱାସୀ ହେଲେ ନିଶ୍ଚିତ ଭାବେ ସଫଳ ହେବେ, ଏଥିରେ ସନ୍ଦେହ ନାହିଁ। ସପ୍ତମଟି ହେଲା ପଜିଟିଭ୍ ଆଟିଚ୍ୟୁଡ଼। ପଜିଟିଭ୍ ଆଟିଚ୍ୟୁଡ଼ ଅର୍ଥ ଲୋକମାନେ କ'ଣ କରନ୍ତି ଜାଣିଛନ୍ତି? ଦେ ନେଭର ଫୋକସ୍ ଅନ୍ ଅବଷ୍ଟାକଲ୍ସ, ଦେ ଫୋକସ୍ ଅନ୍ ଦେୟାର ଗୋଲ୍। ସେମାନେ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତି, ଏଇ ପ୍ରତିବନ୍ଧକ ଉପରେ ନୁହଁ। ତେଣୁ ଅଷ୍ଟମ ତଥା ଶେଷଟି ହେଲା ନିଜକୁ ଭଗବାନଙ୍କ ପାଖରେ ସମର୍ପିତ କରିଦିଅନ୍ତୁ। ଆପଣ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତୁ, ଭାବନ୍ତୁ ଯେ ମୋ ପଛରେ କେହି ଅଛି ଯିଏ ମୋତେ କେବେ ହାରିବାକୁ ଦେବନି। ଯଦି ଏତିକି କଲେ ନିଶ୍ଚିତ ଭାବରେ ଆପଣ ସଫଳ ହେବେ, ଏଥିରେ ସନ୍ଦେହ ନାହିଁ। ରହୁଛି, ନମସ୍କାର।